ଏ ବରା ଚପ୍ ଆଣିଥିଲୁ ଖାଇବୁ ବୋଲି କିନ୍ତୁ ମାତ୍ର ଦେଖିଲା ପରେ ଦେଖନ୍ତୁ ଏ ଯୋଉ ତେଲ 3ଟା ବରା ଚିପା ହେଇଛି ବର୍ତ୍ତମାନ ଆଳୁ ଚପକୁ ଛାଡିକି 3ଟା ବରା ଚିପା ହେଇଛି ଆହୁରି ମଧ୍ୟ ଚିପା ଚାଲିଛି ଦେଖନ୍ତୁ କେତେ ତେଲ ଆପଣ ଭାବନ୍ତୁ ଆପଣଙ୍କ ଲିଭର ଉପରେ କମ ପ୍ରଭାବ ପକାଉଥିବ ମାନେ ଯଦି ଆପଣ ଏମିତି ତେଲ ଖାଇବେ ବଞ୍ଚିବେ ଟି ଆଉ ଏ ଯୋଉ ସ୍ୱପ୍ନ ଦେଖୁନାହାନ୍ତି ସବୁ ଘର କରିବେ ଇଏ କରିବେ ଏରା ଖାଇକିରି ଏ ସବୁ ଘର ରହିଯିବ ସବୁ ରହିଯିବ ଆପଣ ହେଲେ ପଳେଇବେ ସେ ସ୍ୱପ୍ନ ରହିଯିବ ସବୁ ମାନେ କଣ ଏ ଜିନିଷ ଏ ଖାଇଲେ କଣ ହବ ମଣିଷ କଣ ଯୋଉ ଆପଣ ମାନେ ଦେଖୁନାହାନ୍ତି ଏରାକ ଏରା ସବୁ ପାମୁଲି ବି ତେଲ ଏରା ସବୁ ରିଫାଇଣ୍ଡ ତେଲ ନୁହେଁ ପାମୁଲି ବି ତେଲ ହେରା କୋଉଥିପାଇଁ ୟୁଜ ହଉଛନ୍ତି ଆପଣ ଭଲ ଭାବରେ ଜାଣିଛନ୍ତି ଆଉ ହେ ତେଲ ଯଦି ଆପଣ ମାନେ ଖାଇବେ କିଏ ଆଜିକାଲି ବ୍ୟବହାର କରୁଛନ୍ତି କହିଲେ ଯୋଉ ସୋରିଷ ତେଲ ନହେଲେ ଯୋଉ ଫ୍ରିଡମ ତେଲ ସମସ୍ତେ ରୁଚି ଗୋଲ୍ଡ ତେଲ ମାରୁଛନ୍ତି ଆଉ ରୁଚି ଗୋଲ୍ଡ ତେଲ ଖାଇଲେ ଯାହା ହବ ଆପଣଙ୍କର ଅବସ୍ଥା ଦେଖନ୍ତୁ ଆହୁରି ମାନେ କଣ ଏ ଅବସ୍ଥା ଗୋଟେ ବରାଟେ ରଖିଥା ଥାଉ ଇ ଭଗବାନ ହେ ପ୍ରଭୁ ଯୋଉ ମହୁ ଫେଣାରୁ ମହୁ ଚିପୁଡିଲେ ଯେମିତି ମହୁ ବାହାରୁଛି ଏ ଦେଖନ୍ତୁ ତେଲରା ଚିପୁଡା ହଉଛି ଯେମିତି ବାହାରୁଛି ଦେଖନ୍ତୁ କେତିକି ତେଲ ନାଇଁ ନାଇଁ ଆପଣ ଏତିକ ତେଲ ରସୁଣ ନହେଲେ ଫୁଟା ଫୁଟି କରିକି ତରକାରୀ ଡାଲି କରୁଛନ୍ତି ବର୍ତ୍ତମାନ ଏ ତେଲଟା ଆପଣ ଏତିକ ତେଲ ମାନେ ସାଧାରେ ଖାଇଲେ ଖାଲି କହିବାକୁ ଗଲେ ଆହୁରି ଚିପା ହଉଛି ଦେଖନ୍ତୁ ବରା ଏତିକି ଆସିଛି ଏତିକି ବରାରୁ ଦେଖନ୍ତୁ କେତିକି ତେଲ ବାହାରୁଛି ତେଲମୟ ସଂସାର ବା କଣ ଆଉ କଣ କରିବା ମାନେ ଦେଖନ୍ତୁ ହଁ ଆଉ ଗୋଟେ ଜିନିଷ ହଉଛି ଗରମ ଥିବ ବୋଲି ବରା ତେଲ ବାହାରି ପଡୁଛି ଥଣ୍ଡା ଥିଲେ ତା ଭିତରେ ନାଖିକି ରହୁଛି ହେରା ଆପଣ ଦେହକୁ ଯିବ ଆଉ ତେଲଟା କଣ ଥଣ୍ଡା ଗରମ ଥାଉ କି ଥଣ୍ଡା ଥାଉ ଏ ଭିତରେ ରହୁଛି ନା ନାଇଁ କାହିଁକି ବରାଟା କରୁଛନ୍ତି କେଜାଣି ସବୁ ସୋଢା ମାରି ଦଉଛନ୍ତି ହେରା ତ ଖାଇକି ଲୋକ ବଞ୍ଚୁଥିଲେ ଆଜି ଖାଇକି ଲୋକ ବଞ୍ଚୁନାହାନ୍ତି କାହିଁକି ଏତେ ଫ୍ୟାଟି ଲିଭର ସମସ୍ତଙ୍କର ହେଲାଣି ଆଜିକାଲି ଧୋଇ ଖାଇବାକୁ ପଡିବ ଆପଣ ମାନେ ସଜାଗ ରୁହନ୍ତୁ ସତର୍କ ରୁହନ୍ତୁ ଦୟାକରି ଇଟିଲି ଫିଟିଲି ଖାଇଦିଅନ୍ତୁ ପଛେ ଏମିତି ବରା ଫରା ଖାଆନ୍ତୁ ନାହିଁ ଆଉ ଖାଇଲେ ଆପଣ କଥା ଆପଣ ବୁଝିବେ ଆପଣଙ୍କ ପଇସା ଅଛି ଆପଣ କରିବେ ଆପଣ ଆଉ କଣ କହିବୁ ରଖିଲୁ ଧନ୍ୟବାଦ ଜୟ ଜଗନ୍ନାଥ